তুমি কোন পাগল হয়ে যাচ্ছ না তুমি তো পাগল হয়ে যাচ্ছ রাজুকু রাত তুমি জানছো রাজ হচ্ছে মানগোবিন্দ ভাই
ହାତ ଉଠେଇଲେନି ତ ତମେ ତମ ବିପଦକୁ ନିମନ୍ତ୍ରଣ କରିନେଲ। ବାବୁ ସେଇ କଥାଟା ଅଫିସର ମ୍ୟାଡମକୁ ଭଲ ଭାବରେ ବୁଝେଇ ଦିଅ। ହିରୁଡ଼ି ମତରେ ହାତ ମାରିଲେ ହିରୁଡ଼ି ନାଉରା ମାରିବାକୁ ଯେମିତି ପ୍ରସ୍ତୁତ ହୋଇ ଉଠେ ସେମିତି ମୋ ସାଙ୍ଗରେ ଲାଗି କିଛି ଭଲ କଲାନି ବା। ଏ ଥାନାର ଆଇଆଇସି ମୁଁ ତମକୁ ଆରେଷ୍ଟ କରିବାକୁ ଅନୁମତି ଦେଲା କି? ସାର୍ ଆପଣ ମୋତେ ସମ୍ବିଧାନ ବିଷୟରେ କିଛି କଥା ଭୁଲି ଯାଉଛନ୍ତି। ଗୋଟେ କନେଷ୍ଟବଳ ହେଲେ ବି ତା ପାଖରେ ଯଦି କଲ୍ପ୍ରିଟ୍ର ପ୍ରମାଣପତ୍ର ଥାଏ ସେ କଲ୍ପ୍ରିଟ୍ ଜଣକ ନେତା ମନ୍ତ୍ରୀ ହେଇଥିଲେ ବି ସେ କନେଷ୍ଟବଳ ଜଣକ ତାକୁ ଆରେଷ୍ଟ କରିପାରିବ। I mean to say ରାଜ ମହାପାତ୍ର ଜଣେ ଦୁଷ୍କର୍ମକାରୀ। ओके प्राची ओके ए केसटा को मुंडे को सॉरी सर आई एम सो सॉरी गीता दास रा भाई पार्थ दास ए केस एसपी को कही मते टेकअप करबा को देइछन काली सते के नो सर कोन से उपरस्थ अधिकारी रखन चाहिए ए केस तो टेकअप करि परिबेनी बोली सेति भाई एसपी मध्ये मते परमिशन देइछन्ती सर पढ़ी पारंती नियम बहुत फटाई बजले और गोटिए बेली भाई आगु को नहीं के पछु को नहीं दादरे पथर पड़ले मदरे पथर पड़ला लागे इंस्पेक्टर एसी आइजु से सब इंस्पेक्टर माइक डाका मो भाई की पिटुची तार कम साहस न तो ए ओ कम गरम बर्दी नुहे तो अच्छा आमे टिके मुह संभाली कथा हबा आजा कहला देखी एडवा एडिया कहला देखी मो भाई एमिली कोन करछि जे ता पिठिरे भारत मानचित्र आंकी साइलो जे आपन को भाई राज महापात्र जने दुष्कर्म करी सेगिना दुष्कर्म करी छी मिजो सता प्रमाण मो पाखरे अछि मिजो मो भाई नारे की गोटे चुंगुली करिछि देखो दुष्कर्म कन थब मो भाई ताको प्रेम करि दिव प्रेम गरम नुहे नरमरे कथबार्ता कर अच्छा मो भाई की मु न कहला जाए से माछी की म बोली कहे आम भाई की मु जदी कहे से मरीज मारे आ जहा कुले ताकू रेप करे रे मो भाई ना रे फाइट देई छी किए के देई जंदी आपण जानिबे हेरी आसी गलेन ओ फायर देई छी आपण मो भाई ना रे फाइट देई छी आप साथ अरे हां जो चोर तस्कर ठो मान्यता पाइबा पाप अछि सर आसामी विरुद्ध एमिति चार्जशीट लेखो आसामी जेमिति फांसी खाइबो ओके सर बाबा मु किछि बुझी पारुनी काली सकाळे बड़ बड़ अक्षरे न्यूज पेपर रे बाहरिबो राष्ट्रपति पुरस्कार पाइथियो भागवत दास को बलात्कार होइछोली कहबो तो अरे की समाधान काढबो के समाधान काढबो गोटे राक्षस तो भौणी को दुष्कर्म करा ता प्रति स्टेप न ले घटना को दुर्घटना कहि मते भूली जबाको परामर्श दउछो गोटे पुलिस अफिसर रही
ପରିସ୍ଥିତି ଟିକେ ବୁଝିବାକୁ ଚେଷ୍ଟା କର। ବାସ୍ ପୋଲିସ ଅଫିସର ବାସ୍ ପରିସ୍ଥିତିର ଦ୍ୱାହି ଦେଇ ପରିସ୍ଥିତିର ଦାସ ପାଲଟି ଯାଉନି। ଗୋଟେ ପୋଲିସ ଅଫିସର ଭାବରେ ନିଜ ଭଉଣୀକି ଉପଯୁକ୍ତ ନ୍ୟାୟ ଦିଅ, ନହେଲେ ଜୀବନ ସାରା ଅନୁତାପ କରିବ। ଅନୁତାପ ରାଜି ଆସାମୀ କୋର୍ଟ ଫରୱାର୍ଡ କର। ମୁଁ ଲଢ଼ିବି, ମୁଁ ଦରକାର ପଡ଼ିଲେ ଆସାମୀକୁ ଫାଶୀ ଗୁମ୍ଫାରେ ଝୁଲାଇ ଦେବେ। ବ୍ରିଟିଶ ପାଇଁ ଚ୍ୟାଲେଞ୍ଜ ଚ୍ୟାଲେଞ୍ଜ ଆପଣ ଆସନ୍ତୁ, ବାହାରେ ଅପେକ୍ଷା କରିଛି। ମୋର ଗୋଟେ କଥା ମନେ ରଖିବ ବେଦାନ୍ତ, ଦୁର୍ଜନ ସଙ୍ଗେ କଲେ ବସ ଖଟି ଗୁଜର ସର୍ବନୁଷ। ଏମାନେ ମୋ ପାତ୍ର ହଉଛି ଗୋଟେ ଭୟଙ୍କର ସାପ, ତାକୁ ପେଡ଼ି ଭିତରେ ରଖିବୁ ତ ଭଲ, ନଚେତ୍ ସେ ପ୍ରଥମେ ତତେ ଚୋଟ ମାରିବ। ତାକୁ ପିଟୁଛୁ କାହିଁକି ଏ ଅଫିସର? ଆରେ ସାଙ୍ଗ, ତତେ ମନା କରିଥିଲି ନା ସେ ଆନୁଆଲ ଫଙ୍କସନ ଯିବୁନି ବୋଲି। ଆଚ୍ଛା ଯଦି ଗଲୁ, ତତେ ମନା କରିଥିଲି ନା ସେମିତି କିଛି କରିବୁନି ବୋଲି। ହେଲେ ତୁ କଣ ମୋ କଥା ଶୁଣିଲୁ? ଆରେ ତୁ କଣ ଛାଡିଛୁ ନା କଣ? କଣ କହିଲି? କଣ କହିବି? ଆରେ ସେ ଅଫିସରଟା ତୋର କଣ କରିଥିଲା? ତୁ ତାକୁ ସାମ୍ବାଦିକଟା କଣ ଟିକେ ରେକର୍ଡିଂ କରିଦେଲା ଯେ ତାକୁ ତମେ ଦୁଇ ଜଣ ମିଶିକି ମାରିଦେଲ। ମଦ ପିଇଥିଲି, ମଦଟା ମୋ ମୁଣ୍ଡକୁ ଚଢିଗଲା। ଆରେ ସେ ସୁନ୍ଦରିଆ ଟୋକିଟା ଦେଖେ ମୁଁ ସହି ପାରିଲିନି, ତାକୁ ଯାଇ ମାରି ବସିଲି। ଆରେ ତୁ ସିନା ନିଶାରେ ଥିଲୁ, ସେ ମାର୍କଣ୍ଡା କଣ କରୁଥିଲା? ତମେ ଦି ଜଣ କରୁଥିଲ କଣ? ଆରେ ସେ ସାମାଜିକଟା ବହୁତ ଚିଲେଇଲା, ଦି ଚାରି ଚୋଟ ପକେଇଲି, ଶଳା ପୁରା ଖଲ୍ଲା। ତ ବାପାଟା କୋଉଠି ଥିଲା ଦେଖିଦେଲା, ବୁଲି ବୁଲି ସବୁଆଡୁ। ଆରେ ସାଙ୍ଗ, ତୁ ଜମା ବ୍ୟସ୍ତ ହନା, ମୋ ବାପାଙ୍କ କଥା ମୁଁ ବୁଝିବି। ତୁ ସାନ ଭାଇଟା ଯଦି କୋର୍ଟ ଫରୱାର୍ଡ ହେଇଯାଏ ନା, ତୁ ମାନ ସମ୍ମାନ ରହିବ ତ? ଆଉ ତୋର କୋଉ ମାନ ସମ୍ମାନଟା ରହିବ କି? ଇଜ୍ଜତ ତ ଯିବ ଯିବ, ଆମ ନାରୀ ନିକେତନଟା ବି ଚାଲିଯିବ। ଆରେ ସାଙ୍ଗ, ଆମ ଭୁବନେଶ୍ୱରରେ କ୍ୟାପିଟାଲରେ ତ ଆପାର୍ଟମେଣ୍ଟ କାମଟା ବନ୍ଦ ହେଇଯିବ। ଆରେ ଆମ ସୁନା ରୂପା ବି ସରକାର ହାତକୁ ଚାଲିଯିବ। ଆରେ ସାଙ୍ଗ, ଆମେ ତ ଫସିଯିବା। କଣ କରିବା ତାହେଲେ? କଣ କରିବା? କଣ କରିବା? ଏଇ ବଗୁଡ଼ରେ ବାଜିବ